ଆମର ସାଇବର ପୋଲିସ ଷ୍ଟେସନ ସମ୍ବଲପୁରକୁ ଗୋଟେ ମାର୍ଚ୍ଚ 18 ତାରିଖରେ ଯୋଉ ରିପୋର୍ଟ ହେଇଥିଲା ଜଣେ ଭିକ୍ଟିମ ଲେଡିଜ ଜଣେ ଦେଇଥିଲେ ତାଙ୍କର ଯେଉଁ ପୁରୁଷ ବନ୍ଧୁ ସହିତ ତାଙ୍କର ମ୍ୟାରେଜ ଡିସାଇଡ ହେଇଥିଲା ତାଙ୍କ ମ୍ୟାରେଜ କ୍ୟାନସଲ ହବା ପରେ ସେ ତାକୁ ଥ୍ରେଟେନ କରୁଥିଲେ କି ତୋର ଅପସିନ ଭିଡିଓ ଯୋଉଟା ସେ କ୍ୟାପଚର କରିଥିଲେ ଡ୍ୟୁରିଂ ଦ ରିଲେସନସିପ ତାକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ ତାକୁ ବେସ୍ କରିକି ସେ ରିପୋର୍ଟ କରିଥିଲେ କି ତାଙ୍କର କିଛି ଇନଷ୍ଟାଗ୍ରାମରେ ତାଙ୍କର କିଛି ଅପସିନ ପିକ୍ଚର ଆଉ ଭିଡିଓ ଭାଇରାଲ ହୋଇଛି ବୋଲି ତା ଆଧାରରେ ସାଇବର ପୋଲିସ ଷ୍ଟେସନରେ କେସ୍ ନମ୍ବର 9 ରେଜିଷ୍ଟ୍ରେସନ ହେଇଥିଲା ଅଣ୍ଡର ସେକ୍ସନ 78 79 319(2) ଭାରତୀୟ ନ୍ୟାୟ ସଂହିତା ଏବଂ 67 67 AIT ଆକ୍ଟରେ ସେଇ କେସରେ ଆମର କେସର ଇନଭେଷ୍ଟିଗେଟିଂ ଅଫିସର ଇନ୍ସପେକ୍ଟର ଅମିୟା ଡୁଙ୍ଗଡୁ ଆମର ତାଙ୍କର ଡିଏସପି ଈଶ୍ୱର ତାଣ୍ଡିଙ୍କର ସୁପରଭିଜନରେ ସେ କେସରେ ତାର ଟେକ୍ନିକାଲ ଆନାଲିସିସ୍ କରି ସେ ଭିଡିଓର ମେଟାକୁ ମାଗି ତାର ଆଇପି ଏବଂ ନମ୍ବର ଡିଟେଲ ମଗାଇଲା ପରେ ସେ ନମ୍ବରକୁ ଟ୍ରେସ୍ କରି ଯେ ଆକ୍ୟୁଜ ଥିଲେ ତାଙ୍କର ଲିଟନ କିଷାନ ତାଙ୍କୁ ଆମର ଦେଓଗଡ଼ ଜିଲ୍ଲାର ସିଏ ତାଙ୍କୁ ଆମେ ବାଙ୍ଗାଲୋରରୁ ଧରିବାରେ ସାଇବର ପୋଲିସ ସକ୍ସେସଫୁଲ ହେଇଛି ଏବଂ ତାଙ୍କ ପାଖରୁ ସେ ଯୋଉ ବ୍ୟବହାର କରିଥିଲେ ଯୋଉ ଭିଭୋ ମୋବାଇଲ ଫୋନ ଯୋଉ ଏୟାରଟେଲ ସିମ୍ ଏବଂ ତାଙ୍କର ମେମୋରି କାର୍ଡ ତା ସହିତ ତାଙ୍କର ଆଧାର କାର୍ଡ ଏବଂ ସେ ଯୋଉ ଫଟୋ ଭିଡିଓର ଟ୍ରେଲ ତାକୁ ରିକଭରି କରିବାରେ ସକ୍ସେସଫୁଲ ହେଇଛି।